ଏ ମିସ୍କିନ ସା ବାବା ଇନ୍ଦିରିଆ ବାବାଙ୍କ ଅନେକ ମହିମା ରହିଛି। ଲୋକମାନେ ଆସନ୍ତି, ଯିଏ ଗୋଡ଼ ଛୋଟା ହେଇଯାଏ ସିଏ ବି ଏବେ ଏଇ ଜାଗାରେ ପଡ଼ି ରହିଛି। ସିଏ ବିକଳାଙ୍ଗ ଅବସ୍ଥା ରହିଥିଲା, ସିଏ ଏବେ କିଛି ବାଟକୁ ଚାଲି ପାରୁଛି ନିଜ ବଳରେ। ଆଉ ଅନେକ ଲୋକ ବି ଆସିଛନ୍ତି, ଯାହାର ସୁନା ଗହଣା ହଜିଯାଏ ସିଏ ବି ଆସି ବାବାଙ୍କ ପାଖରେ ଟେକାଟେ ବାନ୍ଧି ଯାଆନ୍ତି, ମନସ୍କାମନା ପୂରଣ ହୋଇଯାଏ। ଆଉ ଏଇ ମିସ୍କିନ ବାବାଙ୍କର ଆଜି ବାର୍ଷିକ ଉତ୍ସବ ଅଛି। ସବୁ ବର୍ଷ ଭଳି ଏ ବର୍ଷ ବି ମନା ଯାଉଛି। ହିନ୍ଦୁ ମୁସଲିମ ସବୁ ସମ୍ପ୍ରଦାୟର ଏଠି ଲୋକେ ଆସିକି ଭିଡ଼ ହୁଅନ୍ତି। ଆଉ ଏ ଉତ୍ସବରେ ସହଯୋଗ ସହାନୁଭୂତି କରନ୍ତି। ଏଠି ମୌଲାନା ମାନେ ଆସନ୍ତି, ଆମର ଧର୍ମବାଣୀ ଶୁଣାନ୍ତି, ବାବାଙ୍କର ଯୋଉ ମହିମାର ବିଷୟରେ ସେଥିରେ ବି ଜଣାନ୍ତି। ଆଉ ଏଠି ଅନେକ ଲୋକ ବି ଆସନ୍ତି ନିଜର ଯୋଉ ମନସ୍କାମନା ପାଇଁ, ଯିଏ ବେମାର ଏଜାର ପଡ଼ିଯାଆନ୍ତି, କେହି ଆସନ୍ତି ଟେକା ବାନ୍ଧିତେ ଯେ ତାଙ୍କର ମନସ୍କାମନା ପୂରଣ ହେଇଯାଏ। ସେଇ ହିସାବରେ ଏମାନେ ଆସି ନିଜ ନିଜର ମନସ୍କାମନା ପୂରଣ କରି ଯାଆନ୍ତି ବାବାଙ୍କର ପାଖରେ। ଆଉ ଆମେ କବାଲି ପ୍ରୋଗ୍ରାମ ବି ରଖିଛୁ। ଦୁଇଟା କବାଲି ପ୍ରୋଗ୍ରାମର କବାଲ ଆସିଛନ୍ତି ସୁଲତାନ ସାବରୀ, ଗୋଟେ ଆସିଛନ୍ତି ୟୁପିରୁ, ଆଉ ଗୋଟେ କବାଲ ଆସିଛନ୍ତି ଦିଲ୍ଲୀରୁ। ଦୁଇ କବାଲ ଆସିଛନ୍ତି। ସେ ଅନେକ ଲୋକଙ୍କର ଭିଡ଼। ଆଉ ଭଦ୍ରକ ଡିଷ୍ଟ୍ରିକ୍ଟର ଅନେକ ଜାଗାରୁ ଲୋକମାନେ ଏଠାରେ ଏକତ୍ରିତ ହୋଇ କବାଲି ପ୍ରୋଗ୍ରାମକୁ ଉପଭୋଗ କରନ୍ତି।